ଜୟ ଜଗନ୍ନାଥ ପିଲାମାନେ, ଆଜି ଆମେ ଆରମ୍ଭ କରିବା ନବମ ଶ୍ରେଣୀ ବ୍ୟାକରଣର ଶବ୍ଦ ରୂପ। ଶବ୍ଦର ରୂପ କ'ଣ ନା ଶବ୍ଦ ଭଣ୍ଡାର ପରିସରରେ ଅତି ବିଶାଳ, ଶବ୍ଦ ଭଣ୍ଡାରର ପରିସରଟା ଅତି ବିଶାଳ ଅଟେ। ନା ଗଠନ ଦୃଷ୍ଟିରୁ ଏଇ ଶବ୍ଦକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। କ'ଣ କ'ଣ ନା ସେଗୁଡ଼ିକ ହେଲା, ଗୋଟେ ହେଉଛି ମୌଳିକ ଆଉ ଗୋଟେ ହେଲା ବ୍ୟୁତ୍ପନ୍ନ ଶବ୍ଦ। ପୁଣି ମୌଳିକ ଶବ୍ଦ କାହାକୁ କହିବା ନା ମୌଳିକ ଶବ୍ଦ ହେଉଛି ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟେ ହେଲେ ବି ବର୍ଣ୍ଣ କାଟି ହୁଏ ନାହିଁ, ଅର୍ଥାତ୍ ଗୋଟିଏ ବର୍ଣ୍ଣ କାଟିଦେଲେ ତା'ର ଅଙ୍ଗ ହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପ ପାଏ, ତାକୁ ଆମେ କହିବା ମୌଳିକ ଶବ୍ଦ। ଠିକ୍ ଅଛି। ଯଥା କ'ଣ କ'ଣ ହେଇପାରିବ ନା ଯଥା ହେଉଛି ଗଛ, ବହି, ଧୂଳି, ପାଟ, ଡେଙ୍ଗା, ଧଳା ଏସବୁ। ପୁଣି ବ୍ୟୁତ୍ପନ୍ନ ଶବ୍ଦ କ'ଣ ନା ବ୍ୟୁତ୍ପନ୍ନ ଶବ୍ଦ କ'ଣ? ବ୍ୟୁତ୍ପନ୍ନ ଶବ୍ଦ ହେଉଛି ମୂଳ ଶବ୍ଦର ପୂର୍ବରୁ ପରେ ଆଉ ଏକ ରୂପ ସଂଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାକୁ ଆମେ ବ୍ୟୁତ୍ପନ୍ନ ଶବ୍ଦ ବୋଲି କହନ୍ତି। ଯେମିତିକି କ'ଣ ନା ମୂଳ ଶବ୍ଦର ପୂର୍ବରୁ କିମ୍ବା ପରେ ଆଉ ଗୋଟେ ପ୍ରତ୍ୟୟ ଯୋଗ କରିବା। ଆମର ଯେଉଁ ପ୍ରତ୍ୟୟ ବିଷୟରେ ପରବର୍ତ୍ତୀ ସମୟରେ ଆମେ ପଢ଼ିବା, ତ ସେ ପ୍ରତ୍ୟୟ ଗୁଡ଼ିକ ଯୋଗ କରାଯାଏ ପୂର୍ବରୁ କିମ୍ବା ପରେ, ତାକୁ ଆମେ ବ୍ୟୁତ୍ପନ୍ନ ଶବ୍ଦ ବୋଲି କୁହନ୍ତି। ତ ବ୍ୟୁତ୍ପନ୍ନ ଶବ୍ଦରେ ଆମର ଦେଖ କ'ଣ ହେଇଛି ନା ଆମେ ଏଠି ବ୍ୟବହାର କରିବା ଘର, ଉଆ। ଉଆ ପ୍ରତ୍ୟୟ ଯୋଗ କରାଗଲା ପରେ ବ୍ୟବହାର କରାଗଲା, ସେଇଟା ହେଇଗଲା ଘରୁଆ। ପ୍ର ଯୁକ୍ତ ତାପ, ପ୍ର ଯୁକ୍ତ ତାପ, ସେଇଟା ହେଇଗଲା ପ୍ରତାପ। ତଳ ଯୁକ୍ତ ଉଆ, ଉଆ ପ୍ରତ୍ୟୟ ଏଠି ବ୍ୟବହାର ହେଇଛି ତଳୁଆ। ପାଣି ଯୁକ୍ତ ଆ, ପାଣିଆ। ପାନ ଯୁକ୍ତ ରା, ପାନର ବ୍ୟବହାର ହେଲା। ଆହୁରି ଆମକୁ ଏଠି ମନେ ରଖିବାର ଅଛି ଯେ କ୍ରିୟାପଦର ମୂଳ ରୂପକୁ ଧାତୁ କୁହାଯାଏ। କ୍ରିୟାପଦର ମୂଳ ରୂପକୁ ଆମେ କ'ଣ କହିବା ନା ଧାତୁ କହିବା। ଏଇଟା ଗୋଟେ ଗୋଟେ ପଏଣ୍ଟ ମନେ ରଖିବ। ହସିବା କ୍ରିୟାର ମୂଳ ରୂପ ହେଲା ହସ ଧାତୁ। ଯେମିତିକି ଆମେ ଏ ସାଙ୍ଗେ କ'ଣ କହିପାରିବା ନା ହସିବା ଗୋଟେ କ୍ରିୟା, କିନ୍ତୁ ହସିବା କ୍ରିୟାରେ କ'ଣ ହେଉଛି ନା ତା'ର ମୂଳ ରୂପ ହେଉଛି କ'ଣ ହସ ଧାତୁ। ହସ ଧାତୁରୁ ହସିବା, ଏସବୁ ବ୍ୟବହାର ହେଇଛି। ଏବେ ଆଗକୁ ଯିବା। ପୂର୍ବରୁ ବର୍ଣ୍ଣିତ ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳ ରୂପକୁ ଧାତୁକୁ ପ୍ରକୃତି ବୋଲି କୁହାଯାଏ। ଏଇ କଥା ହିଁ ମନେ ରଖିବ ଯେ ଆମର କ'ଣ ନା ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳ ରୂପକୁ ଆମେ ଧାତୁକୁ ପ୍ରକୃତି ବୋଲି କୁହାଯାଏ। ଏହି ପ୍ରକୃତି ସହିତ ପ୍ରତ୍ୟୟ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ। କ'ଣ ନା ପ୍ରଥମେ ଦେଖ ଧାତୁ ହେଲା କ୍ରୁ ଆଉ ଅନ୍ୟ। କ୍ରୁ ଅନ୍ୟକୁ କୁହାଯାଏ କରଣୀୟ। କ୍ରୁ ଅନ୍ୟକୁ କ'ଣ କୁହାଯାଏ? କରଣୀୟ। ଏଇସବୁ ପରୀକ୍ଷାରେ ପଡ଼େ। ଆଉ ଗୋଟେ ହେଲା ଦୃଶ୍, ଅନ୍ୟ, ଦର୍ଶନୀୟ। ଉଡ଼୍ ଯୁକ୍ତ ଅନ୍ତା, ଉଡ଼ନ୍ତା। କାଠ ଯୁକ୍ତ ଇ, କାଠି। କୁଲା ଯୁକ୍ତ ଇ, ଏଇ, କୁଲେଇ। ଏଇସବୁ ଜିନିଷ ଗୁଡ଼ିକ ଆମକୁ ମନେ ରଖିବାକୁ ହେବ। ତାପରେ କଥା ହେଲା ଶବ୍ଦ ଗଠନର ଧାରା କେମିତି ଜାଣିବା। ଆବଶ୍ୟକତା ଅନୁସାରେ ଅର୍ଥ ପ୍ରକାଶ ଓ ଭାବବୋଧ କରାଇବା ପାଇଁ ଭାଷାରେ ନୂତନ ଶବ୍ଦ ସବୁ ସୃଷ୍ଟି ହୋଇଥାନ୍ତି। ମୁଖ୍ୟତଃ ଯୋଗ ବିୟୋଗ ପ୍ରକ୍ରିୟାରେ ଶବ୍ଦର ରୂପେ ପରିବର୍ତ୍ତନ ଘଟି ଏ ନୂତନ ଶବ୍ଦମାନ ସୃଷ୍ଟି ହୋଇଛନ୍ତି। ଏହି ଗଠନ ରୀତିର ଧାରାରେ ଆମ ଆଖି ଆଗକୁ ଆସନ୍ତି ଲିଙ୍ଗ, ବଚନ, ବିଭକ୍ତି, ସନ୍ଧି, ସମାସ, ଯୁଗ୍ମ ଶବ୍ଦ, ବିପରୀତ ଶବ୍ଦ, ବୋଧକ ଶବ୍ଦ, ବିପରୀତାର୍ଥବୋଧକ ଶବ୍ଦ ଗୁଡ଼ିକ। ଆଉ କ'ଣ ନା ସମଉଚ୍ଚାରିତ ବୋଧକ ଶବ୍ଦ, ସମାନ ଯେଉଁଗୁଡ଼ିକ ପ୍ରତିଶବ୍ଦ ଯେଉଁଟାକି କହୁଛ, କୃଦନ୍ତ, ତଦ୍ଧିତ, ଉପସର୍ଗ, ସନନ୍ତ, ଜଅନ୍ତ, ନିଜନ୍ତ, ତଣତ୍ୱ ବିଧି, ସତ୍ୱ ବିଧି, ସବୁ ଆମେ କ୍ରମ ଅନୁସାରେ ଆଲୋଚନା କରିବା। ପ୍ରଥମେ ଦେଖ ଲିଙ୍ଗ। ପ୍ରଥମେ କ'ଣ ପଢ଼ିବା ଆଜି ନା ଲିଙ୍ଗ। ଲିଙ୍ଗ କ'ଣ? ତ ଲିଙ୍ଗ ଦୁଇ ପ୍ରକାର ଓଡ଼ିଆରେ, ଗୋଟେ ହେଲା ପୁଲ୍ଲିଙ୍ଗ ଆଉ ଗୋଟେ ସ୍ତ୍ରୀଲିଙ୍ଗ। ଏହି ଅନୁସାରେ ଓଡ଼ିଆ ଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଏ। ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକୁ କ୍ଳୀବଲିଙ୍ଗ ଭାବେ ଗ୍ରହଣ କରାଯାଏ। ଏ କଥା ମନେ ରଖିବ ପିଲେ ଯେ ଓଡ଼ିଆ ଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଏ। ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ କ୍ଳୀବଲିଙ୍ଗ ଭାବେ ସେଗୁଡ଼ିକୁ ବ୍ୟବହାର କରାଯାଏ। ପୁରୁଷବାଚକ ଶବ୍ଦକୁ ପୁଲ୍ଲିଙ୍ଗ, ସ୍ତ୍ରୀବାଚକ ଶବ୍ଦ ଯେତିକି ରହିଲା ସେସବୁକୁ ଆମେ କହିବା ସ୍ତ୍ରୀଲିଙ୍ଗ। ପୁରୁଷବାଚକ ଶବ୍ଦ ହେଲା ପୁଲ୍ଲିଙ୍ଗ, ସ୍ତ୍ରୀବାଚକ ଶବ୍ଦ ଗୁଡ଼ିକ ସ୍ତ୍ରୀଲିଙ୍ଗ। ପୁଲ୍ଲିଙ୍ଗକୁ ସ୍ତ୍ରୀଲିଙ୍ଗ କଲାବେଳେ ଅନେକ ସ୍ଥାନରେ ପ୍ରତ୍ୟୟ ଯୋଗ କରାଯାଏ। ବହୁତ ସାରା ପୁଲ୍ଲିଙ୍ଗ ଏମିତି ଅଛି
ଯେଉଁଗୁଡ଼ିକରେ ସ୍ତ୍ରୀଲିଙ୍ଗ ତାକୁ କରିବାକୁ ହେଲେ ଆମେ କ'ଣ କରିବା ନା ପ୍ରତ୍ୟୟ ଯୁକ୍ତ କରିବା। ଯେମିତି ବାଘ ପୁଲ୍ଲିଙ୍ଗ ଅଛି, ଉଣି ପ୍ରତ୍ୟୟ ଲଗାଇଦେଲେ ବାଘ ହେଇଯିବ ବାଘୁଣୀ। ପୁଲ୍ଲିଙ୍ଗ ବାଘ ବେଳେ ବାଘୁଣୀ ହେଉଛି ସ୍ତ୍ରୀଲିଙ୍ଗ। ଦେଖ ଏବେ ଗୋଟେ ଗୋଟେ ପ୍ରତ୍ୟୟ ଲଗେଇ ପୁଲ୍ଲିଙ୍ଗରୁ ସ୍ତ୍ରୀଲିଙ୍ଗ କରିବା। କ'ଣ ନା ଗୋଟେ ହେଲା କୋକିଳ, କୋକିଳରୁ ହେଇଗଲା କୋକିଳା। କିଶୋର, ଦୀର୍ଘ ଇ ପ୍ରତ୍ୟୟ ଲାଗିଗଲା ରରେ ନା କିଶୋରୀ। ମାନବ, ମାନବୀ। ନର, ନାରୀ। ନଗର, ନାଗରୀ। ଏଇଭଳି ଭାବରେ ଆମେ ଆଗକୁ ଦେଖିବା ଆନି, ଆନି କିମ୍ବା ଆଣି। ଆନି ଲଗେଇଲେ କ'ଣ ହେଉଛି ଦେଖ, ଶିବ ଯୁକ୍ତ ଆନି କ'ଣ ହେଇଗଲା ଶିବାନୀ। ସେମିତି ଭବ ଯୁକ୍ତ ଆନି କ'ଣ ହେଇଗଲା ନା ଭବାନୀ। ଇନ୍ଦ୍ର ଯୁକ୍ତ ଆଣି ଇନ୍ଦ୍ରାଣୀ। ଇନ୍ଦ୍ର ଯୁକ୍ତ ଆନି ଲଗେଇବନି, ଇନ୍ଦ୍ର ଯୁକ୍ତ ଆଣି, ଆଣି ପ୍ରତ୍ୟୟଟି ବ୍ୟବହାର ହେଇଛି। ସେମିତି ଉଲି, ଦେଖ କ'ଣ ନା ଉଲି ପ୍ରତ୍ୟୟ ବ୍ୟବହାର। ଉଲି ପ୍ରତ୍ୟୟ କେମିତି ବ୍ୟବହାର ଦେଖିବା ଟିକେ। ହଁ, ବେଙ୍ଗ କ'ଣ ଅଛି ଏଠି ବେଙ୍ଗ, ବେଙ୍ଗରୁ କ'ଣ ହେଇଛି ବେଙ୍ଗୁଲି। ଦେଖ ବଗ, ବଗରୁ ହେଇଛି ବଗୁଲି। କେତେକ ଭିନ୍ନ ଶବ୍ଦ ଅଛି ଯେଉଁମାନଙ୍କରେ କ'ଣ ହେଇଥାଏ ଲିଙ୍ଗ ପରିବର୍ତ୍ତନ ହୁଏ, ସେଗୁଡ଼ିକରେ କ'ଣ ହେଇଥାଏ ନା ପ୍ରତ୍ୟୟ ନ ଲଗାଯାଇ ସେ ଶବ୍ଦରେ ପରିବର୍ତ୍ତନ ହେଇଥାଏ। ଯେମିତିକି ରାଜା ବା ରଜା, ତାକୁ ଆମେ ରାଣୀ କହିବା, ସ୍ତ୍ରୀଲିଙ୍ଗ ଶବ୍ଦ। ପିତାର ସ୍ତ୍ରୀଲିଙ୍ଗ ଶବ୍ଦ କ'ଣ ହେବ ମାତା। ଜନକର କ'ଣ ହେବ ନା ଜନକର ହେବ ଜନନୀ। ବରର ହେବ କନ୍ୟା ବା ବଧୂ। ସ୍ୱାମୀର ହେବ ସ୍ତ୍ରୀ। କବିରେ କିନ୍ତୁ କ'ଣ ହେଉଛି ନା ନାରୀ କବି ଲଗାଯାଏ। କେତେକ ପ୍ରାଣୀବାଚକ ବିଶେଷ୍ୟ ଉଭୟ ପୁରୁଷ ଓ ସ୍ତ୍ରୀକୁ ବୁଝାଏ। ସେ ସ୍ଥଳରେ ଲିଙ୍ଗଭେଦ ପାଇଁ ଆମେ ଅଣ୍ଡିରା କିମ୍ବା ମାଇ ବିଶେଷଣ ପଦ ସଂଯୁକ୍ତ କରନ୍ତି। ଯେମିତିକି ପୁଲ୍ଲିଙ୍ଗରେ ଆମେ ଅଣ୍ଡିରା ଛେଳି କହୁଛନ୍ତି, ସ୍ତ୍ରୀଲିଙ୍ଗରେ ତାକୁ ମାଇ ଛେଳି ବୋଲି କହୁଛନ୍ତି। ଦେଖ ଏଠି ଦେଖ ପୁଲ୍ଲିଙ୍ଗରେ ଅଣ୍ଡିରା ଛେଳି ଲେଖା ହେଇଛି, ଏଠି ମାଇ ଛେଳି। ସେହିପରି ଶବ୍ଦ ଗୁଡ଼ିକ ଅଛି ଭାଲୁ, ଅଣ୍ଡିରା ଭାଲୁ, ମାଇ ଭାଲୁ। କୁକୁର, ଅଣ୍ଡିରା କୁକୁର, ମାଇ କୁକୁର। ବିରାଡ଼ି, ଅଣ୍ଡିରା ବିରାଡ଼ି, ମାଇ ବିରାଡ଼ି। ଏସବୁ ବ୍ୟବହାର କରିବା। ଆହୁରି କେତେକ କଥା ଅଛି ଯେ ଆମର ଯେଉଁ ରହିଲା କ୍ଳୀବଲିଙ୍ଗରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ, ତଥାପି ବେଳେବେଳେ ପୁରୁଷ ସ୍ତ୍ରୀ ସୂଚକ ପଦ ଗୁଡ଼ିକ ଯୋଗ କରି ପୁଲ୍ଲିଙ୍ଗ ଆଉ ସ୍ତ୍ରୀଲିଙ୍ଗ ବ୍ୟବହାର କରାଯାଏ। ଯେମିତିକି ଫୁଲ, ଫୁଲ ଗୋଟେ କ୍ଳୀବଲିଙ୍ଗ, ତ ଆମେ ପୁରୁଷ କି ସ୍ତ୍ରୀ ଆମେ କହିପାରିବାନି। ତ ସେ ଜାଗାରେ କ'ଣ କରାଯାଏ ନା ଅଣ୍ଡିରା ଫୁଲ, ମାଇ ଫୁଲ ମଧ୍ୟ ବ୍ୟବହାର କରାଯାଏ। ଅଣ୍ଡିରା ମାଇ ଅନୁସାରେ ତାକୁ ଫୁଲକୁ ଆମେ ବିଭକ୍ତ କରିପାରିବା। ଆଜି ପାଇଁ ଏତିକି ରହୁଛି, ଧନ୍ୟବାଦ। ପୁଣି ଦେଖା ହେବା ବଚନରୁ ଆରମ୍ଭ କରିକି।